ନୟାଗଡ଼ ଜିଲ୍ଲା ସଦର ମହକୁମାକୁ ଯିବାପାଇଁ ହେଲେ ଆପଣ ରଣପୁର ଅଞ୍ଚଳ ଡେଇଁଲେ ଆପଣ ସଦର ମହକୁମା ଯିବେ। ଆପଣ ରଣପୁର ଅଞ୍ଚଳ ନ ଡେଇଁଲେ ଆପଣ ସଦର ମହକୁମା ଯାଇପାରିବେନି। ତେଣୁ ସେଥିରେ ଆପଣ କିଛି ବିଭ୍ରାନ୍ତକର ମନ୍ତବ୍ୟ ଦିଅନ୍ତୁ ନାହିଁ। ଆମେ ଯେତିକି ସହନଶୀଳ ସେତିକି ମଧ୍ୟ ଦମନଶୀଳ ଆମେ ହେଇପାରିବୁ। ଆପଣମାନେ ମାଧ୍ୟମରେ ଆମେ ସବୁ ପାଖରେ ଏ ଦାବି ପହଞ୍ଚାଇବାକୁ ଚାହୁଁଛୁ। ଯେଉଁ ନୟାଗଡ଼ ଜିଲ୍ଲାରେ ଯଦି ଆମେ ମେଡ଼ିକାଲ କଲେଜ ପାଇଁ ଚିନ୍ତା କରିବା ତାହେଲେ ପ୍ରଥମ ଏବଂ ଏକମାତ୍ର ସ୍ଥାନ ହେଲା ଚାନ୍ଦପୁର। କାହିଁକି ଏଠି ଆପଣ ଭିତ୍ତିଭୂମି ଦେଖନ୍ତୁ, ଗମନାଗମନ ଦେଖନ୍ତୁ, ସବୁ ଜିନିଷ ଏଠି ଭରପୁର ଅଛି, ଯାହାକି ନୟାଗଡ଼ ଜିଲ୍ଲାରେ ଆପଣ କୌଣସି ଜାଗାରେ ପାଇବେ ନାହିଁ। ଯଦି ଆମେ ଦେଖିବା କୌଣସି ମେଡ଼ିକାଲ କଲେଜ ଆମେ କରିବା, ଜମି ଅଧିଗ୍ରହଣ ହେଉଛି ମୁଖ୍ୟ ସମସ୍ୟା। ଏଠି ଆପଣଙ୍କୁ ଜମି ଅଧିଗ୍ରହଣ କରିବାକୁ ପଡ଼ିବ ନାହିଁ, କୌଣସି ଲୋକ ବିସ୍ଥାପିତ ହେବେ ନାହିଁ। ପାଖାପାଖି ଯଦି 100 ଏକର ଜମି ଅଧିଗ୍ରହଣ ଆମେ କରିବା 200 କୋଟି 300 କୋଟି ସରକାରଙ୍କର ରାଜସ୍ୱରୁ ଯିବ। ତେଣୁ ଆଶା କରୁଛି ସରକାର ନିଶ୍ଚିତ ଭାବରେ ଆମ ଦାବି ମାନିବେ ଏବଂ ଏଠାରେ ମେଡ଼ିକାଲ କଲେଜ ସ୍ଥାପନ କରିବେ। ଆଜି ଆମେ ଉତ୍କଳୀୟ ଫାଉଣ୍ଡେସନ ତରଫରୁ ଚାନ୍ଦପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଛୁ, ଯାହାର ମୂଳ ଲକ୍ଷ୍ୟ ହେଲା ନୟାଗଡ଼ ଜିଲ୍ଲାର ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆପଣ ମେଡ଼ିକାଲ କଲେଜ କରିବା ପାଇଁ ଓଡ଼ିଶା ସରକାରଙ୍କ ନିକଟରେ ଆମେ ଦାବି ରଖିଛୁ। ଓ ଏଥିପାଇଁ ଯେଉଁମାନେ ବି ବିଭ୍ରାନ୍ତ ସୃଷ୍ଟି କରିବେ ସେମାନଙ୍କୁ ମଧ୍ୟ ଆମେ ଦମନ କରିବୁ, ତଥା ଯଦି ଏଥିରେ କିଛି ବି ବ୍ୟତୀତ ହୁଏ ଆମେ ରଣପୁରର ଚକାଜାମ କରିବୁ ଓ ରଣପୁରରେ ବ୍ୟାପକ ଆନ୍ଦୋଳନ କରିବୁ। ଆପଣଙ୍କ ମାଧ୍ୟମରେ ଆମେ ଓଡ଼ିଶା ସରକାରଙ୍କୁ ଗୋଟିଏ ବିନମ୍ର ନିବେଦନ କରୁଛୁ ଯେ ଏ ଅଞ୍ଚଳର ବିହିତ ସ୍ୱାର୍ଥ ଦୃଷ୍ଟିରୁ ଏଠାରେ ହିଁ ମେଡ଼ିକାଲ କଲେଜ ହେବା ପାଇଁ ଯୋଗ୍ୟ, ଯାହାଦ୍ୱାରା ଏ ଅଞ୍ଚଳର ପାଖାପାଖି 100 କିଲୋମିଟର ଭିତରେ ଥିବା ସମସ୍ତ ଅଞ୍ଚଳବାସୀ ଏଠାରେ ଉପକୃତ ହେବେ ଓ ନୟାଗଡ଼ ଜିଲ୍ଲାର ସବୁଠାରୁ ଶ୍ରେଷ୍ଠ ବା ଓଡ଼ିଶାରେ ସବୁଠାରୁ ଶ୍ରେଷ୍ଠ ମେଡ଼ିକାଲ କଲେଜ ଭାବରେ ଏଇ ଚାନ୍ଦପୁର ହିଁ ହୋଇପାରିବ। କାହିଁକିନା ଏଠି କୌଣସି ଆପଣଙ୍କର କୌଣସି ଜାଗାର ଅଭାବ ନାହିଁ ବା କୌଣସି ଗମନାଗମନର ଅସୁବିଧା ନାହିଁ। ସବୁ କ୍ଷେତ୍ର ପାଇଁ ଉପଯୁକ୍ତ ସ୍ଥାନ ଚାନ୍ଦପୁରରେ ହିଁ ମେଡ଼ିକାଲ କଲେଜ ହେଉ, ଏହା ଆପଣଙ୍କ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ ଆମର ଦାବି। ଓ ଯେଉଁମାନେ ମଧ୍ୟ ଆମକୁ ଗୋଟିଏ କଥା କହୁଛନ୍ତି ଆମେ ନୟାଗଡ଼ ଜିଲ୍ଲାରେ ପୁରେଇ ଦେବୁ ନାହିଁ, ଆପଣମାନେ ଜାଣି ରଖନ୍ତୁ ଯେ ନୟାଗଡ଼ ଜିଲ୍ଲା ସଦର ମହକୁମାକୁ ଯିବାପାଇଁ ହେଲେ ଆପଣ ରଣପୁର ଅଞ୍ଚଳ ଡେଇଁଲେ ଆପଣ ସଦର ମହକୁମା ଯିବେ। ଆପଣ ରଣପୁର ଅଞ୍ଚଳ ନ ଡେଇଁଲେ ଆପଣ ସଦର ମହକୁମା ଯାଇପାରିବେନି। ତେଣୁ ସେଥିରେ ଆପଣ କିଛି ବିଭ୍ରାନ୍ତକର ମନ୍ତବ୍ୟ ଦିଅନ୍ତୁ ନାହିଁ। ଆମେ ଯେତିକି ସହନଶୀଳ ସେତିକି ମଧ୍ୟ ଦମନଶୀଳ ଆମେ ହେଇପାରିବୁ। କାହିଁକି ନା ଆପଣମାନେ ଆପଣଙ୍କ ଯୁକ୍ତି ରଖନ୍ତୁ, ଆମେ ଆମ ଯୁକ୍ତି ରଖୁଛୁ। ଯାହା ଯୋଗ୍ୟ ତାହା ରାଜ୍ୟ ସରକାର ଜାଣିଛନ୍ତି। ପୂର୍ବରୁ ମଧ୍ୟ ଏଥିପାଇଁ 2017 ମସିହାରୁ ବ୍ଲୁ ପ୍ରିଣ୍ଟ ହୋଇସାରିଛି ଓ ଯାହାକୁ 2025ରେ ଫଳପ୍ରଦ ହେବ ବୋଲି ଆପଣଙ୍କ ମାଧ୍ୟମରେ ଆମର ଗୋଟିଏ ଆଶା ଓ ଗୋଟିଏ ନିବେଦନ ମଧ୍ୟ।